କ'ଣ ଆପଣଙ୍କ ଘରେ ସ୍ୱୟଂ ଭଗବାନ ବାସ କରୁଛନ୍ତି କି? ଆପଣମାନେ କେମିତି ଜାଣିବେ ଯେ ଭଗବାନ ଆପଣଙ୍କ ଘରେ ବାସ କରୁଛନ୍ତି ବୋଲି? କ'ଣ ଆପଣମାନଙ୍କୁ ଏହିସବୁ ସଂକେତ ମିଳିଛି କି? ହଁ ସାଙ୍ଗମାନେ, ଭଗବାନ ଯେତେବେଳେ ଆମ ଘରେ ବାସ କରିଥାନ୍ତି ଆମକୁ କିଛି ସଂକେତ ଦେଇଥାନ୍ତି, କିନ୍ତୁ ଆମେ ସେସବୁ ସଂକେତକୁ ଜାଣିପାରିନଥାଉ, ଅଣଦେଖା କରିଥାଉ। ସେ ସଂକେତକୁ ବୁଝିପାରିନଥାଉ। ଆମ ଜୀବନରେ ଜାଣତରେ ହେଉ ବା ଅଜାଣତରେ ହେଉ ଆମେ ଯେଉଁ ସବୁ ଭୁଲ କରିଥାଉ, ଯାହାଦ୍ୱାରା କି ଭଗବାନ ଆମ ଘରକୁ ପରିତ୍ୟାଗ କରିଥାନ୍ତି। ଭଗବାନ ସେଇମାନଙ୍କୁ ହିଁ ଭଲ ପାଇଥାନ୍ତି, ସେଇମାନଙ୍କ ଘରେ ରହିଥାନ୍ତି ଯେଉଁମାନେ ସବୁବେଳେ ଭଲ କର୍ମ କରିଥାନ୍ତି। କେବଳ ମନ୍ଦିରକୁ ଗଲେ କିମ୍ବା ଗଙ୍ଗା ନଦୀରେ ବୁଡ଼ ପକାଇଲେ ଯେ ଆମକୁ ଭଗବାନ ମିଳିଯିବେ ତାହା ନୁହେଁ। ନିଜର ଶ୍ରଦ୍ଧା, ଭକ୍ତି, ବିଶ୍ୱାସ ଓ ଭଲ କର୍ମ ଦ୍ୱାରା ହିଁ ଆମକୁ ଭଗବାନ ମିଳିଥାନ୍ତି। ଭଗବାନ ସେହି ଲୋକମାନଙ୍କ ପାଖରେ ହିଁ ରହିଥାନ୍ତି ଆଉ ସେହିମାନଙ୍କୁ ହିଁ ଏହିସବୁ ସଂକେତ ଦେଇଥାନ୍ତି। କ'ଣ ଆପଣଙ୍କୁ ମଧ୍ୟ ଏହିସବୁ ସଂକେତ ମିଳିଛି କି? ଭଗବାନ ଯେତେବେଳେ ଆପଣଙ୍କ ଘରେ ବାସ କରୁଥାନ୍ତି ଆପଣଙ୍କୁ ନିଶ୍ଚିତ ଭାବରେ ଏହିସବୁ ସଂକେତ ଦେଇଥାନ୍ତି। ସେହି ସଂକେତ ଗୁଡ଼ିକ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରିକି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଇଁ ଅପଲୋଡ଼ କରିବି ସେଇଟା ଆପଣମାନେ ନୋଟିଫିକେସନ୍ ଦ୍ୱାରା ପାଇପାରିବେ। ଆସନ୍ତୁ ଜାଣିବା ସେସବୁ ସଂକେତ ଗୁଡ଼ିକ କ'ଣ। ସାଙ୍ଗମାନେ, ପ୍ରଥମ ସଂକେତଟି ହେଉଛି ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ବ୍ରହ୍ମ ମୁହୂର୍ତ୍ତରେ ଯେଉଁମାନଙ୍କର ପ୍ରତ୍ୟେକ ଦିନ ନିଦ ଭାଙ୍ଗୁଥାଏ ତେବେ ଜାଣି ରଖନ୍ତୁ ଯେ ଭଗବାନ ଆପଣଙ୍କ ଘରେ ବାସ କରୁଛନ୍ତି। ଦ୍ୱିତୀୟ ନିୟମଟି ହେଉଛି ଯଦି ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ଆଉ ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିର ଦେଖିବା, ଭଗବାନଙ୍କୁ ଦେଖିବା ସ୍ୱପ୍ନରେ, ଏହାର ଅର୍ଥ ଆପଣଙ୍କ ଘରେ ଭଗବାନ ରହିଛନ୍ତି। ତୃତୀୟ ସଂକେତଟି ହେଉଛି ଯଦି ପ୍ରତ୍ୟେକ ଦିନ ଉଠିବା ବେଳକୁ ଶଙ୍ଖ ଧ୍ୱନି ଶୁଣାଯାଉଛି, ଘଣ୍ଟ ବାଜିବାର ଶୁଣାଯାଉଛି, ଆପଣ ପ୍ରତ୍ୟେକ ଦିନ ଯଦି ଚଢ଼େଇମାନଙ୍କର ସେ ସୁନ୍ଦର ଶବ୍ଦକୁ ଶୁଣୁଛନ୍ତି ତେବେ ବୁଝିନିଅନ୍ତୁ ଯେ ଭଗବାନ ଆପଣଙ୍କୁ କିଛି ଶୁଭ ସଂକେତ ଦେଉଛନ୍ତି ଆଉ ଭଗବାନ ଆପଣଙ୍କ ଘରେ ବାସ କରୁଛନ୍ତି ବୋଲି ଆପଣଙ୍କୁ ସଂକେତ ଦେଉଛନ୍ତି। ଚତୁର୍ଥ ସଂକେତଟି ହେଉଛି ଯଦି ଆପଣ ଚଲାବୁଲା ସମୟରେ କିମ୍ବା ବସିବା ଶୋଇବା ସମୟରେ ଆପଣଙ୍କୁ ଅପୂର୍ବ ସୁଗନ୍ଧ ଆସିଥାଏ, ଧୂପଠାରୁ ବି ଅଧିକ ସୁଗନ୍ଧିତ। ଯଦି ଆପଣଙ୍କ ପୂଜା ଆପଣମାନେ କରିନଥିବେ ତଥାପି ଆପଣଙ୍କ ଠାକୁର ଘରକୁ ଯିବା ବେଳକୁ ଅପୂର୍ବ ବାସ୍ନା ମହକି ଯାଉଛି, ତେବେ ଜାଣି ନିଅନ୍ତୁ ଯେ ଭଗବାନ ସେହିଠାରେ ବିଚରଣ କରୁଛନ୍ତି। ପଞ୍ଚମ ସଂକେତଟି ହେଉଛି ହଠାତ୍ ଯଦି ସକାଳୁ ସକାଳୁ ଯଦି ଆପଣଙ୍କ ଘରକୁ କେହି ଯୋଗୀ, ସନ୍ଥ କିମ୍ବା ଭିକାରୀ ଆପଣଙ୍କ ଘରକୁ ଆସୁଛନ୍ତି, ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ। ସେମାନଙ୍କୁ ଭଲ ବ୍ୟବହାର ଦେଖାନ୍ତୁ, ତାଙ୍କୁ କେବେ ବି ଖାଲି ହାତରେ ଫେରାନ୍ତୁ ନାହିଁ। ସାଙ୍ଗମାନେ, ସକାଳୁ ସକାଳୁ ଯଦି ଗୋମାତା ଆପଣଙ୍କ ଘରକୁ ଆଗମନ କରୁଛନ୍ତି ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ ଯେ ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ଅଛନ୍ତି ଆଉ ଆପଣମାନେ ଗୋମାତାଙ୍କୁ କେବେ ବି ଖାଲିରେ ଫେରାନ୍ତୁ ନାହିଁ। ସେମାନଙ୍କୁ ଆପଣଙ୍କ ଘରେ ଯାହା ବି ରହିଛି ଖାଇବା ପାଇଁ ତାଙ୍କୁ ଖାଇବାକୁ ହିଁ ଦିଅନ୍ତୁ। ସାଙ୍ଗମାନେ, ଯଦି ଆପଣମାନେ କୁଆଡ଼େ ଯିବା ସମୟରେ କୁଆଁରୀ ଝିଅଟିଏ ଘର ଝାଡ଼ୁ କରିବାର ଦେଖୁଛନ୍ତି, ନିଶ୍ଚିତ ଭାବରେ ଜାଣି ନିଅନ୍ତୁ ଆପଣଙ୍କର ଯାତ୍ରା ଶୁଭମୟ ହେବାକୁ ଯାଉଛି। ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହେବାକୁ ଯାଉଛି। ପରବର୍ତ୍ତୀ ସଂକେତଟି ହେଉଛି ପରିବାର ଲୋକଙ୍କ ମଧ୍ୟରେ ସ୍ନେହ ବଢ଼ିବା। ଆପଣମାନେ ଆପଣଙ୍କ ଘରେ ଦେଖୁଥିବେ ଯେ ସମସ୍ତଙ୍କ ମନରେ ନିଜ ପ୍ରତି ସ୍ନେହ ନଥିବ, ଘରେ କଳି ଝଗଡ଼ା ହେଉଥିବ କିମ୍ବା ମତାନ୍ତର ହେଉଥିବ। ସେହି ଘରେ ହଠାତ୍ ଯେତେବେଳେ କୌଣସି କାରଣର ହେଉ ବା କୌଣସି କାରଣ ନଥାଇ ବି ଲୋକଙ୍କ ମଧ୍ୟରେ ସ୍ନେହ ବଢ଼ୁଛି, ଜାଣି ରଖନ୍ତୁ ଆପଣଙ୍କ ଘରେ ସ୍ୱୟଂ ମାତା ଦେବୀ ଲକ୍ଷ୍ମୀ ବାସ କରୁଛନ୍ତି। ପରବର୍ତ୍ତୀ ସଂକେତଟି ହେଉଛି କୌଣସି କାର୍ଯ୍ୟ ହୋଇପାରୁନଥିବ ଆଉ ହଠାତ୍ ତାହା ସବୁ ଠିକ୍ ହୋଇଯାଉଛି। ଆପଣ କେବେ ବି ଆଶା କରିନଥିବେ ସେଭଳି ସଫଳତା ଆପଣମାନେ ପାଇପାରିବେ ବୋଲି। ସାଙ୍ଗମାନେ, ଯେଉଁ ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ନ୍ତିନି କିମ୍ବା ସୁଖରେ ବିହ୍ୱଳ ହୋଇ ଭଗବାନଙ୍କୁ ଭୁଲନ୍ତି ନାହିଁ, ସେଇମାନେ ହିଁ ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି। ସାଙ୍ଗମାନେ, ପରବର୍ତ୍ତୀ ସଂକେତଟି ହେଉଛି ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଆସି ବସା ବାନ୍ଧୁଛି
ଏହା ମଧ୍ୟ ଏକ ସଂକେତ ଯେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି। ପରବର୍ତ୍ତୀ ସଂକେତଟି ହେଉଛି ମହୁମାଛି ବସା କରିବା। ସାଙ୍ଗମାନେ, ଯେଉଁ ଘରେ ବା ଯେଉଁ ଘରର ଆଖପାଖରେ ମହୁମାଛି ବସା କରିଥାଏ, ଏହା ମଧ୍ୟ ଏକ ସଂକେତ ହୋଇଥାଏ ଯେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଛି। ସାଙ୍ଗମାନେ, ପରବର୍ତ୍ତୀ ସଂକେତଟି ହେଉଛି ଘର ଆଖପାଖରେ ଯଦି ପେଚା ଦେଖାଯାଏ। ହଁ ସାଙ୍ଗମାନେ, ଘରର ଆଖପାଖରେ ଯଦି ପେଚା ଦେଖାଯାଏ, ଏହା ଏକ ସଂକେତ ହୋଇଥାଏ ଯେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହେବାର ଅଛି। ପରବର୍ତ୍ତୀ ସଂକେତଟି ହେଉଛି ଖାଦ୍ୟପେୟରେ ପରିବର୍ତ୍ତନ। ନିଶା ମାଂସାହାରଠାରୁ ପରିବାରର ଲୋକ ଯଦି ହଠାତ୍ ଦୂରେଇ ଯାଆନ୍ତି, ସେମାନଙ୍କୁ ସେସବୁ ଗ୍ରହଣ କରିବା ଘୃଣା ଲାଗିଥାଏ। ଏହା ମଧ୍ୟ ଏକ ସଂକେତ ଯେ ଆପଣଙ୍କ ଘରେ ଭଗବାନ ସ୍ୱୟଂ ବାସ କରିବାକୁ ଲାଗୁଛନ୍ତି, ଆଉ ଯାହାଦ୍ୱାରା କି ଆପଣଙ୍କୁ ଏହିସବୁ ଜିନିଷ ଗ୍ରହଣ କରିବାରେ ଘୃଣା ଆସୁଛି। ହୁଏତ ଆପଣମାନେ ଏହାକୁ ଅତି ଶ୍ରଦ୍ଧାରେ ଆଗରୁ ଗ୍ରହଣ କରୁଥିବେ, କିନ୍ତୁ ହଠାତ୍ ଏପରି ପରିବର୍ତ୍ତନ ଯଦି ଆସିଥାଏ, ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଯେ ଆପଣଙ୍କ ଘରେ ସ୍ୱୟଂ ଭଗବାନ ବାସ କରିଛନ୍ତି ବୋଲି। ସାଙ୍ଗମାନେ, ଆପଣ ଯେତେବେଳେ ଠାକୁର ଘରକୁ ଯାଉଛନ୍ତି, ଠାକୁର ଘରକୁ ହୁଏତ ଆପଣମାନେ କିଛି ସୁଗନ୍ଧିତ ପୁଷ୍ପ ଚଢ଼ି ନଥିବେ, କିନ୍ତୁ ଠାକୁର ଘରେ କିଛି ସୁଗନ୍ଧିତ ପୁଷ୍ପର ବାସ୍ନା ହେଉଥିବ। ଏହା ମଧ୍ୟ ଏକ ସଂକେତ ଭଗବାନ ସେଠାରେ ହିଁ ବାସ କରୁଛନ୍ତି, ଆପଣଙ୍କ ଘରେ ଭଗବାନ ବାସ କରୁଛନ୍ତି। ପୂଜା କରିବା ପରେ ଯଦି ମାଙ୍କଡ଼ ଦେଖନ୍ତି ଆପଣମାନେ, ଏହା ମଧ୍ୟ ଏକ ଅର୍ଥ ଯେ ଆପଣଙ୍କର ପୂଜା ସଫଳ ହୋଇଛି। ସାଙ୍ଗମାନେ, ପରବର୍ତ୍ତୀ ସଂକେତଟି ହେଉଛି ଯଦି ଆପଣ ପୂଜା କରିବା ସମୟରେ କୌଣସି ଅତିଥି ବା ପଶୁପକ୍ଷୀ ଆପଣଙ୍କ ଘରକୁ ଆସୁଛନ୍ତି ଆଉ ଏହା ବାରମ୍ବାର ହେଉଛି, ତେବେ ଜାଣି ରଖନ୍ତୁ ଏହା ଈଶ୍ୱରଙ୍କର ଏକ ସଂକେତ ଯେ ସେ ଆପଣଙ୍କ ଘରେ ବାସ କରୁଛନ୍ତି ବୋଲି। ସାଙ୍ଗମାନେ, ପରବର୍ତ୍ତୀ ସଂକେତଟି ହେଉଛି ପରିଶ୍ରମ ଅଧିକ ହେଉ ବା କମ୍ ହେଉ, ଫଳ ଆପଣଙ୍କୁ ଜଲ୍ଦି ଯଦି ମିଳିଯାଇଥାଏ, ଏହା ମଧ୍ୟ ଈଶ୍ୱରଙ୍କର ଆପଣଙ୍କ ଉପରେ ଆଶୀର୍ବାଦ ହୋଇଥାଏ। ଆପଣ କମ୍ ପରିଶ୍ରମ କରି ମଧ୍ୟ ଫଳ ଶୀଘ୍ର ପାଇଥାନ୍ତି। ଆପଣମାନେ ଜାଣି ରଖନ୍ତୁ ଯେ ଆପଣଙ୍କ ପାଖରେ ସ୍ୱୟଂ ଭଗବାନ ବାସ କରୁଛନ୍ତି। ସାଙ୍ଗମାନେ, ପରବର୍ତ୍ତୀ ସଂକେତଟି ହେଉଛି ଯଦି ବହୁତ ପରିଶ୍ରମ କରିଥାନ୍ତି କିନ୍ତୁ ସଫଳତା ଆପଣମାନେ ପାଇନଥାନ୍ତି, ତଥାପି ସେମାନଙ୍କ ମନରେ ଦୁଃଖ ନଥାଏ, ସେ ସବୁବେଳେ ଖୁସି ଥାଆନ୍ତି, ମୁଖ ତାଙ୍କର ପ୍ରଫୁଲ୍ଲିତ ଥାଏ, ଜାଣି ନିଅନ୍ତୁ ଈଶ୍ୱର ଆପଣଙ୍କର ପରୀକ୍ଷା ନେଉଛନ୍ତି, ଆଉ ସେ ଅତି ଶୀଘ୍ର ହିଁ ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବେ। କାହିଁକି ନା ଏହିଭଳି ଲୋକମାନେ ଈଶ୍ୱରଙ୍କର ଅତି ପ୍ରିୟ ହୋଇଥାନ୍ତି। ପରବର୍ତ୍ତୀ ସଂକେତଟି ହେଉଛି ଯେଉଁ ଘରେ ଈଶ୍ୱରଙ୍କର କୃପା ଥାଏ, ସେମାନେ ଆମିଷ ଆହାରକୁ ଆପେ ଆପେ ହିଁ ଦୂରେଇ ଦେଇଥାନ୍ତି। ସେହି ଘରୁ ଆଗରୁ ଯେତେ ଆମିଷ ଖାଉଥିଲେ ମଧ୍ୟ ସେମାନଙ୍କର ହଠାତ୍ ବିତୃଷ୍ଣା ଭାବନା ଆସିଥାଏ। ତ ଏହା ମଧ୍ୟ ଏକ ସଂକେତ ଭଗବାନଙ୍କର କୃପା ଆପଣଙ୍କ ଘରେ ରହିଛି, ଆଉ ଭଗବାନ ଆପଣଙ୍କ ଘରେ ବାସ କରୁଛନ୍ତି। ପରବର୍ତ୍ତୀ ନିୟମଟି ହେଉଛି ଯଦି ଆପଣଙ୍କ ଘରକୁ ପେଚା ଚାଲି ଆସୁଛି ବା ଧଳା ପେଚା ଆପଣଙ୍କ ଘର ଆଖପାଖରେ ଦେଖାଯାଉଛି, ତେବେ ଜାଣି ରଖନ୍ତୁ ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି, ଆପଣଙ୍କ ଘରେ ଧନର ଆଗମନ ହେବାକୁ ଯାଉଛି। ପରବର୍ତ୍ତୀ ସଂକେତଟି ହେଉଛି ଯଦି ଘରୁ ବାହାରିଲା ବେଳେ ଆପଣ ଯଦି କୌଣସି କାର୍ଯ୍ୟରେ ଯାଉଛନ୍ତି ଆଉ ଦେଖୁଛନ୍ତି ଯେ ଜଣେ ନାରୀ ଘର ଓଳେଇବାର, ସେ ଘରକୁ ପରିଷ୍କାର କରିବାର ଆପଣମାନେ ଦେଖୁଛନ୍ତି, ତେବେ ଜାଣି ନିଅନ୍ତୁ ମା ଲକ୍ଷ୍ମୀଙ୍କର କୃପା ଆପଣମାନଙ୍କ ଉପରେ ରହିଛି, ଆଉ ସେ ଆପଣମାନଙ୍କୁ ସଂକେତ ଦେଉଛନ୍ତି ଯେ ଆପଣ ଯେଉଁ ଯାତ୍ରାରେ ଯାଉଛନ୍ତି, ଯେଉଁ କାର୍ଯ୍ୟରେ ଯାଉଛନ୍ତି, ତାହା ସଫଳ ହିଁ ହେବ। ସାଙ୍ଗମାନେ, ଯେଉଁ ଘର ଅଧିକ ସଫାସୁତୁରା ରହିଥାଏ, ଯେଉଁ ଘରେ ଲୋକମାନଙ୍କର ବ୍ୟବହାର ଭଲ ରହିଥାଏ, ଯେଉଁ ଘରେ ଅପଶବ୍ଦ କୁହାଯାଏ ନାହିଁ, ସେହି ଘରେ ମାତା ଲକ୍ଷ୍ମୀ ବାସ କରିବା ପାଇଁ ବହୁତ ଭଲ ପାଇଥାନ୍ତି। ସାଙ୍ଗମାନେ, ଯେଉଁ ନାରୀମାନେ ସବୁବେଳେ କଟୁ କଥା କହିଥାନ୍ତି, ସେହି ନାରୀମାନେ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇନଥାନ୍ତି। ମାତା ଲକ୍ଷ୍ମୀ ସେହିମାନଙ୍କୁ ଭଲ ପାଇଥାନ୍ତି ଯେଉଁ ନାରୀମାନେ ସବୁବେଳେ ସୁମିଷ୍ଟ କଥା କହିଥାନ୍ତି, ସବୁବେଳେ ମିଠା ମିଠା କଥା କହିଥାନ୍ତି, ଆଉ ଯେଉଁ ନାରୀମାନେ ସର୍ବଦା ବ୍ରହ୍ମ ମୁହୂର୍ତ୍ତରୁ ଉଠି ସେମାନଙ୍କର ଘରକୁ ସଫାସୁତୁରା ରଖିଥାନ୍ତି, ସେହି ନାରୀମାନଙ୍କୁ ମାତା ଲକ୍ଷ୍ମୀ ବହୁତ ଭଲ ପାଇଥାନ୍ତି, ଆଉ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ସାଙ୍ଗମାନେ, ଯେଉଁ ନାରୀ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରିଥାଏ ଆଉ ସ୍ନାନ ପରେ ସେ ନିଜର ଘରକୁ ସଫାସୁତୁରା ରଖିଥାଏ, ଠାକୁର ପୂଜା କରିଥାଏ,
ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସାଙ୍ଗମାନେ, ନାରୀଟିଏ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯେତେବେଳେ ତା'ର ମୁଖ୍ୟ ଦ୍ୱାରକୁ ସଫାସୁତୁରା ରଖିଥାଏ, ମୁଖ୍ୟ ଦ୍ୱାର ଆଗରେ ଚିତା ପକାଇଥାଏ, ତୁଳସୀ ଚଉରାମୂଳ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିଥାଏ, ସେହି ଘରେ ହିଁ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେହିଭଳି ଘରେ ମାତା ଲକ୍ଷ୍ମୀ ବାସ କରିବା ପାଇଁ ଅଧିକ ଭଲ ପାଇଥାନ୍ତି। ଆଶା କରେ ସାଙ୍ଗମାନେ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ହେଇଥିବ। ଯଦି ଭଲ ଲାଗିଥାଏ ଆପଣମାନେ ଗୋଟେ ଲାଇକ୍ କରନ୍ତୁ ଆଉ ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। ଆଉ ସାଙ୍ଗମାନେ ଏମିତି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।